ସିଝିଥିବ ନ ସିଝିଥିବ ଦର ସିଝା ଏ ସବୁ ଦାୟିତ୍ୱ ଅଗ୍ନେଶ୍ୱରଙ୍କର। ମୋ ମା ମାନେ ଗପ କାହାଣୀ କହିକି ଯାଉନି, ଆପଣ ପରୀକ୍ଷା କରିବେ। ଯେମିତି ଟିକେ ମୁଣ୍ଡ ନୁଆଇଁ ଦେଇକିରି ସୁଆର ପୁଅ ମାନେ ସବୁତକ ଅଭଡ଼ା ଡାଲି ବେସର ମହୁର ବୋହିକି ନେଇକି ଭୋଗ ମଣ୍ଡପରେ ଥୋଇଦେବେ। ଜଣେ ଏପଟେ ଠିଆ ହେଇଯିବ, ଜଣେ ସେପଟେ ଠିଆ ହେଇଯିବ। ଇରେ ଭାଇ କି ଆଶ୍ଚର୍ଯ୍ୟ! ଯେମିତି ଅଗ୍ନେଶ୍ୱର ମହାଦେବଙ୍କୁ ମୁଣ୍ଡିଆ ମାରି ଦେଇକି ଭୋଗ ମଣ୍ଡପକୁ ସେ ଭୋଗ ପଳେଇବ, ଭାଇ ଅଭଡ଼ାର ମହମହ ବାସ୍ନା, ଡାଲିର ମହମହ ବାସ୍ନା, ବେସରର ମହମହ ବାସ୍ନା, ତରକାରୀର ମହମହ ବାସ୍ନା ସବୁ ଆଜ୍ଞା ଆପେ ଆପେ ମହମହ ହେଇକି ବାସିବ। ବୋଲିଏ ଜଗତର ନାଥ ଜଗନ୍ନାଥ ଭଗବାନ। ସେ ଲକ୍ଷ୍ମୀଙ୍କ ଭଣ୍ଡାର, ସେଇଥିପାଇଁ ଯିଏ ଯାଏ ସେଠି ଉପାସ ଆସେ ନା। ତମେ 10 ଲକ୍ଷ ଲୋକ ଗଲେ ଉପାସ ଖାଇବ, ଲକ୍ଷେ ଲୋକ ଗଲେ ବି ସେ କୋଉଦିନ ପୋତା ହବନି କି ବଳକା ହବ। ତାଙ୍କୁ ବାନ୍ଧିଲା ଭଳିଆ ଦୌଡ଼ି କାହିଁ। ସେଇଥିପାଇଁ ସବୁ ଦେବତାଙ୍କୁ ଫୁଲମାଳ ଦେଲା ବେଳେ ଗଣ୍ଠି ପକେଇବେ। ଜଗନ୍ନାଥଙ୍କୁ ଫୁଲମାଳ ଦେଲା ବେଳେ ଫୁଲମାଳରେ ଗଣ୍ଠି ପଡ଼ିବ। ତାଙ୍କୁ ସାମାନ୍ୟ ଗୋଟେ ସୁତୁଲି ରସି ଗଣ୍ଠି ପକେଇ ରଖିବ। ସେ ଦୁନିଆ ଯାକର ଗଣ୍ଠି ଫିଟେଇଲା ବାଲା, ଯେତେ ସବୁ ଅଳି ଅଝଟ ସିଏ ଫିଟେଇଲା ବାଲା, ତାଙ୍କୁ କିଏ ଗଣ୍ଠି ପକେଇବ?